ସକାଳ ସକାଳ ରୂପା କୁକୁର ବିସ୍କୁଟ ଦେଇକି କ'ଣ କହିଲେ ମୋତେ ଭିଡ଼ିଓ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ନିଶ୍ଚିନ୍ତ ଜାଣିପାରିବେ। ହଁ ତମେ ବି ଗୋଟେ ପଶୁ ହେଇଥିଲେ ଭଲ ହେ ଭଗବାନ ମୋତେ ପଶୁ ସହିତ ସମାନ କରୁଛ। ଆଖି ବର୍ତ୍ତମାନ ଏଠି ଫୁଟି ହେଇଛି ଭୂମିକା ହସ୍ପିଟାଲ ଜୟ ଜଗନ୍ନାଥ ସାମାନେ ଆମର ଗୋଟେ ନ୍ୟୁ ଆଉ ଫ୍ରେଶ୍ ବାଲା ଭିଡ଼ିଓକୁ ଆପଣମାନଙ୍କୁ ଶେଷରେ ସ୍ୱାଗତ କରୁଛି। ବର୍ତ୍ତମାନ ମୁଁ ଗାଧେଇକି ଆସିଲି, ସବୁ ମୋର କାମ ସାରିକି ଆସିଲି। ଚାଲନ୍ତୁ ଏବେ ଯିବା ରୂପା କ'ଣ ଖାଇବା କରିଛନ୍ତି, ଖାଇଦେଇକି ଦୋକାନକୁ ଯିବା। ତାପରେ ଦେଖିପାରୁଥିବେ ମୁଁ ପଳାଇଥିଲି ସିଧା ଖାଇବା ପାଇଁ। ଖାଇବାରେ ଆଜି ପଖାଳ ତା ସହିତ ବଡ଼ି ବାଇଗଣ ଦଳା ହେଇଛି, ରୂପା ଦଳୁଛନ୍ତି। ଚାଲନ୍ତୁ ଫଟାଫଟ ଖାଇଦେବା, ଖାଇଦେଇକି ଯିବା। କାରଣ ମୁଁ ଖାଉଛି, ଭାଉଜ ରୂପା 3 ଜଣ ବସିକି ଖାଉଛୁ। ଗରମ ଦିନରେ ପଖାଳ କେଉଁମାନଙ୍କୁ ଭଲ ଲାଗେ ନିଶ୍ଚିନ୍ତ କମେଣ୍ଟରେ କହିବେ। ଆଉ ଚ୍ୟାନେଲକୁ ଯଦି ଫଲୋ କରିନାହାନ୍ତି ତ ନିଶ୍ଚିନ୍ତ ଫଲୋ କରିଦିଅନ୍ତୁ। ଖାଇସାରିକି ମୁଁ ପଳାଇଥିଲି ବାହାରିକି ଦୋକାନକୁ, ତ ଦେଖୁଥିବେ ଗେଟଟି କେମିତି କ'ଣ ଲାଗୁଛି, ତ କମେଣ୍ଟରେ ନିଶ୍ଚିନ୍ତ କହିବେ। ଚାଲନ୍ତୁ ଯିବା ଲେଟ୍ ନକରି ଦୋକାନକୁ ଯିବା, କାରଣ ଖରା ଜୋରସେ ହେଉଛି, 9ଟା ପାଖାପାଖି ହେଲାଣି। ତ ଚାଲନ୍ତୁ ଯିବା। ତାପରେ ଦେଖିପାରୁଥିବେ ମୁଁ ବର୍ତ୍ତମାନ ଦୋକାନରୁ କାମ ସାରିକି ପଳେଇ ଯାଇଥିଲି ମୋ ପାଖରେ ଥିବା ସେଲୁନକୁ ଟିକେ ଦାଢ଼ି ସେଟ୍ କରିବା ପାଇଁ। ତ ବହୁତ ସୁନ୍ଦର ଭଲ ଭାବରେ ସେଲୁନ ଏଠି କାମ କରାଯାଏ, ତ ଯିଏ ବି ଆସିକି କାମ କରିପାରିବେ। ଚାଲନ୍ତୁ ଯିବା କାମ ସାରିକି ଘର। ସେଲୁନରୁ କାମ ସାରିକି ମୁଁ ପଳେଇ ଯାଇଥିଲି ଘରକୁ। ଘରେ ଦେଖିପାରୁଥିବେ ଦ୍ୱିପହରେ ଖାଇବା କ'ଣ ଅଛି, ଭାତ ନାଡ଼ି ଆଳୁ ବୋଇତାଳୁ ତରକାରୀ ଗୋଟେ ହେଇଛି, ତା ସହିତ ଘୁଗୁନି ହେଇଛି, ଆଉ ତା ସହିତ ଭଜା ଗୋଟେ ହେଇଛି। ରୂପାର ମୋର ଭାଉଜଙ୍କର 3 ଜଣ ଖାଉଛୁ। ଯେଉଁ 3 ଜଣ ସକାଳୁ ଖାଇଥିଲେ ପୁଣି ସେଇ 3 ଜଣ ଖାଉଛୁ। ତ ଚାଲନ୍ତୁ ଫଟାଫଟ ଖାଇଦେବା। ତାପରେ ଦେଖିପାରୁଥିବେ ଆମ ପୁଅ ଖାଇଦେଇ କେମିତି ଏଠି ଛୁଞ୍ଚକୁ ନାହାନ୍ତି ଯାଇଛି, ଛୁଞ୍ଚ ମାରିତେ। ତାପରେ ରାତିରେ ମୁଁ ଘରକୁ ପଳେଇଥିଲି। ତ ରାତିରେ ଆଜି ଘରେ ଖାଇବା ହେଇନାହିଁ, କାରଣ ଘର ପାଖରେ ଗୋଟେ ଯେହେତୁ ଅଷ୍ଟପହରି ନିମନ୍ତ୍ରଣ ଥିଲା, ସେଥିପାଇଁ ଯାଇଥିଲି ମୁଁ ସେଠି ଖାଇବା ପାଇଁ। ତ ଆଜିର ବ୍ଲଗ୍ଟି ଏଇଠି ରଖିଲୁ, ପୁଣି ଦେଖା କାଲି। ଚ୍ୟାନେଲକୁ ଲାଇକ୍ କରନ୍ତୁ, ଫଲୋ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ।